ତମ ଭାଇରେ ଭାଇ ମୁଁ ଏବେ ଅଛି ଆମର ସ୍କୁଲ ପଛକାନି ଅଛି ଚୌଧୁରୀ ଦିଗରପଡ଼ା ସ୍କୁଲ ପଛକାନି। ଭାଇ ମୁଁ ଆପଣମାନଙ୍କୁ କହିଥିଲି ଯେ ଏ ଆମ୍ବ ତୋଟାରେ ଆମେ ଯେଉଁ ଲୁକିବାର ଦେଖନ୍ତୁ ଭାଇ ଆମ୍ବ ତୋଟା ଭିତରକୁ ଯିବି ଏବେ ଆପଣମାନଙ୍କୁ ଡିଟେଲ୍ସ କିଛି ଦେଖାଇଦେବି। ତ ଏଠି ଭାଇମାନେ ଅଛନ୍ତି ଜୟ ଶିବ ମୋ ଭାଇ। ତ ଭାଇ ଚାଲନ୍ତୁ ଏବେ ମୁଁ ଆମ୍ବ ତୋଟା ଭିତରକୁ ଯିବି ଭାଇ। ଆମ ସ୍କୁଲ ପଛକାନିଟା ବି ଭାଇ ମୁଁ ଆପଣମାନଙ୍କୁ ଗୋଟେ ଥର ଦେଖାଇଥିଲି। ଭାଇ ଏବେ ଭାଇ ଦେଖାଇଦେବି। ତ ଭାଇ ଏଇଠି ଆମର ଭାଇ ପିଲାଦିନର ଭାଇ ପୁରା ମନ ରହିଛି ଭାଇ ଏଇଠି ମାନେ କିଛି ସ୍ମୃତି ରହିଛି ଏଇଠି ଆମର ପିଲାଦିନର। ତ ଦେଖନ୍ତୁ ଭାଇ ମୁଁ ପଳେଇ ଆସିଲିଣି ତୋଟା ଭିତରକୁ ଆପଣମାନଙ୍କୁ ଖାଲି ଦେଖେଇଦେଲି ଭାଇ। ଏଇଟା ଭାଇ ସ୍କୁଲ ପଛକାନିଟା ମୁଁ ସେଇ ପ୍ରକାର ଥାଇକିରି ଆପଣମାନଙ୍କୁ ଏ ତୋଟାଟା ପୁରା ଦେଖେଇଥିଲି। ଏବେ ଆମେ ସିଆଡ଼େ ପର୍ଯ୍ୟନ୍ତ ଯିବୁ ଭାଇ ମାନେ ଆମେ ଜଲ୍ଦି ଯେଉଁ ସ୍କୁଲ ନ ଯାଇକିରି ଆମେ ଜଲ୍ଦି ଲୁକିବାର ଭାଇ ସେଇଠିକି ଯିବୁ ଏବେ। ଏଇଟା ତ ତୋଟାଟା ଦେଖନ୍ତୁ ତୋଟା ଭିତରଟା ମୋ ସାଙ୍ଗରେ ଅଛନ୍ତି ଆମ ଭାଇ 2 ଜଣ ଅଛନ୍ତି ଜୟ ଶିବ ମୋ ଭାଇ। ଆଙ୍କେ ସ୍କୁଲ ଭାଇ ଏବେ ଛୁଟି କରିକି ଆଙ୍କେ ମୋ ସହିତ ଭିଡ଼ିଓ ବନାଇବାକୁ ଆଇଛନ୍ତି। ତ ଆଜି ରାତିକି ନାଚକୁ ଯିବୁ କିସ ପଞ୍ଜାବିଲା ହଁ ଭାଇ ଭାଇ ନା ମାମୁଁ ତ ଭାଇ ଦେଖନ୍ତୁ ତୋଟାଟାକୁ ଭାଇ ଭଲସେ ଟିକେ ଦେଖନ୍ତୁ। ଏଇଟା ଆମର ପିଲାଦିନର ଭାଇ ମନୋରଞ୍ଜନ ରହିଛି ମାନେ ଭାଇ ଆମେ ସ୍କୁଲ ପଢ଼ିଲା ଟାଇମ୍ରେ ଏ ତୋଟା ଏକା ଆମର ସାହା ଭରସା ଥିଲା। ଆମେ କେମିତି ଲୁକିବାର ଭାଇ ସ୍କୁଲ ଏ ପାଚେରୀ ଡେଇଁକି ଆଇବାର ଦେଖନ୍ତୁ ପାଚେରୀଟା ଦେଉଛି ସେ ପାଚେରୀ ଡେଇଁକି ଆଇବାର ଏପରି ବି ଆପଣମାନଙ୍କୁ ଦେଖାଇଦେବି। ଏଇଟା ଭାଇ ପୁରା ଆହୁରି ଘଞ୍ଚ ଜଙ୍ଗଲ ଟାଇପ୍ର ଥିଲା ଭାଇ। ଏବେ ତ ସେତେ ଟାଇପ୍ ନାହିଁ ମାନେ ଗଛ ଆଜି ଅଧିକ କଟା ହେଇଗଲା ତ ସେଥିପାଇଁ ଆଉ କିଛି ନାହିଁ। ତ ଦେଖନ୍ତୁ ଏଇଟା ପୁରା ସ୍କୁଲ ସାଇଡ଼ରେ ଆଗା ଅଛି ଦେଖିଲେ ଭାଇ। ତ ଭାଇ କେତେ ଲମ୍ବା ରାସ୍ତା ଭାଇ ଆମେ ଯେଉଁ ସ୍କୁଲ ପଢ଼ିଲା ଟାଇମ୍ରେ ଆମେ ଏଠିକି ଯେଉଁ ଲୁକିଆ ଆଇବାର ସତ କିନ୍ତୁ ଆମେ ଯେଉଁଠି ଚଣା ହେଇକି ଯେଉଁ ମୂଳା ଚୁରେଇ ଖାଇବାର ସେଇଟା ବି ଆପଣମାନଙ୍କୁ ଦେଖେଇଦେବି ଭାଇ ଆମର ସ୍କୁଲ ଲାଇଫ୍ର କଥା ଭାଇ। ତ ଦେଖନ୍ତୁ ଭାଇ ମୁଁ ସେଇଦିନ ଭାଇ ଦିନରେ ୟୁଟ୍ୟୁବ୍ ବ୍ଲଗ୍ରେ ଭାଇ ଏକାନି ବାହାରିଥିଲି ଦେଖନ୍ତୁ ସେ ଯେଉଁ ପାଚେରୀଟା ଦେଉଛି ସେକାନି ବାହାରିଥିଲି ଦିନର କଥା କହୁଛି ଯେଉଁ ସ୍କୁଲ ଭିତରକୁ ଯାଇକି ଦେଖେଇଥିଲି ଆହୁରି ଆପଣମାନଙ୍କୁ। ତ ଦେଖନ୍ତୁ ଭାଇ ଏଇଠି ସବୁ ପଡ଼ିଛି ସବୁ ଆମ୍ବ ଗଛ ସବୁ କେତେ ଅଛି ଏଇଠି ସବୁ ଆମେ ଆମ୍ବ ଗୁଟେଇ ଖାଇବାର ଏମିତି ଆଜ୍ଞା ଏଇଠି ଏ ମଝି ପଡ଼ିଆରେ ଆମେ ଏମିତି ରହିବାର ଏଇଠି ସବୁ ଗୋଟେ ପଟି ଟାଇପ୍ର ଆଣିକି ପଟିରେ ଉଠେଇ ଦେବୁ ଉଠେଇକିରି ଆମେ ଏଇଠି ବହିବାର। ତ ଭାଇ ଚାଲନ୍ତୁ ଏବେ ନଦୀ ରାସ୍ତାକୁ ଯିବା ଭାଇ ସେକାନି ଗୋଟେ ନଦୀଟି ଅଛି ଆପଣମାନଙ୍କୁ ଦେଖେଇଦେବି ନଦୀଟା ବି ସେକାନି ନଦୀଟି ଅଛି ଭାଇ। ସେ ନଦୀରେ ଯାଇକି ଭାଇ ଆମେ ଜଳକନ୍ୟା ଖେଳିବୁ ଭାଇ ଏକାଥରେ 12ଟାଠୁ ଯିବୁ ଯେ ଦିନ ଘଣ୍ଟେ ହେଲେ ଯାଇକି ଆଇବ ମାନେ ଖାଇବା ପିଇଲେ ବାଜିଲେ ଯାଇକିରି ଆଇବ। ଦେଖନ୍ତୁ 12ଟା ଆପଣମାନଙ୍କୁ ଦେଖେଇଦେବେ ଆମେ ମୂଳା ଯେଉଁ ଚୋରେଇ ଖାଇବାର ଚଣା ଯେଉଁ ଚୋରେଇ ଖାଇବାର। ଏବେ ଯାକ କ'ଣ ଲଗା ହେଇଛି ନାଇଁ ଏବେ ଫୁଲକୋବି ଲଗା ହେଇଛି। ତ ଦେଖନ୍ତୁ ଭାଇ ଏପଟେ ଯେଉଁ ବାଟଟା ଦେଖିପାରୁଥିବେ ଭାଇ ଏ ବାଟରେ ଭାଇ ମୂଳା ଥିବାର ଆମେ ମୂଳା ଚୋରେଇ ଖାଇବାର ଏଇ ନଦୀ ରାସ୍ତାରେ। ଦେଖନ୍ତୁ ଏବେ ଫୁଲକୋବି ଲାଗିଛି ଦେଖିପାରିବେ ଆପଣମାନେ ଦେଖିଲେ ଭାଇ ଫୁଲକୋବି ଲାଗିଛି। ତ ଭାଇ ଦେଖନ୍ତୁ ଏଇଟା ହେଉଛି ଏବେ ଟମାଟୋ ଲାଗିଛି ଭାଇ ଏକାନି ବାଟରେ ଭାଇ ଚଣା ଥିବାର ଆମେ ଚଣା ଏକାନି ବାଟରେ ଖାଇବାର ଏବଂ ଏକାନି ବାଟରେ ମୂଳା ଚୋରେଇ ଖାଇବାର। ଭାଇ ମଜା ଭାଇ ସେଦିନ ଆଉ କେବେ ଆସିବ ଏଇ ସିଧା ଭାଇ ନଦୀଟା ଆପଣମାନେ ବିଶ୍ୱାସ ହେଉନି ସେ ପାଉଛ ପାଖକୁ ନେଇକି ଦେଖେଇଦେବି ଭାଇ ଏକାନି ପୁରା ନଦୀଟା। ତ ଆମେ ଏଇ ନଦୀକି ବି ଆସିବାର ଏଇଠି ତ ଖାଇବୁ ଚୋରେଇ ଖାଇବୁ ତା ସହିତ ନଦୀକି ଆସିବୁ ପୁରା ଏନ୍ଜୟ ଟାଇପ୍ର କରିବୁ। ତ ଭାଇ ଦେଖନ୍ତୁ ଏଇଟା ପୁରା ପାଉଛଟା ଭାଇ ସେତେବେଳେ ଏଇ ପାଖରେ ପାଣି ଥିଲା ଏବେ ପୁରା ସେକାନି ଧାରରେ ପାଣି ଅଛି।
ଭାଇ ସେତେବେଳକୁ ତ ଯାଇପାରିନି, ଏଠି ଏଠି ବ୍ଲକ୍ କରିକି ପଳାଉଛି, ନହେଲେ ଦେଖେ ତାଠି ନଦୀରେ ଆବେ ସେତେବେଳେ ଏଠି ପାଣି ଥିଲା, ଏଇଠି ଆମେ ମାଛ ଧରିବାର ଭାଇ। ଆଉ ଆଉ ସେ ଦିନ କେବେ ଆସିବ ମୁଁ ଭାବୁଛି, ଆଉ ଆସିବନି ବି ଭାଇ। କାହିଁକି ନା ଭାଇ ମୁଁ ଏବେ ଭାଇ ସ୍କୁଲ ଭାଇ ଛାଡ଼ିକିରି ଭାଇ, ମୁଁ ସ୍କୁଲ ଛାଡ଼ିକିରି 4 ବର୍ଷ ହେଲାଣି। 4 ବର୍ଷ ପରେ ଆପଣମାନଙ୍କୁ ଦେଖେଇଦେଲି ଭାଇ ଆମ ପିଲାଦିନର ସ୍ମୃତି। ଦେଖନ୍ତୁ କିଶୋର ଆକାଶ ଆଉ ଚାଲିଛି ଏଇ ବାଦ ଏବେ ଯାହା ପୁରା ଖୋଲା ହେଇଯାଇଛି, ସେତେବେଳେ ଯାହା କଣିକା ବେଢ଼ି ଥିଲା, ମଜା ଲାଗେ। ତ ଚାଲନ୍ତୁ ଆପଣମାନଙ୍କୁ ଆଉଥରେ ତୋଟାଟା ବୁଲେଇଦେବି, ପୁରା ପୁରା ଡିଟେଲ୍ସ ପୁରା ଦେଖେଇଦେବି। ତ ଚାଲନ୍ତୁ, ଏବେ ଏଇଟା ଆପଣମାନଙ୍କୁ ଦେଖେଇଥିଲି। ତ ଭାଇ ମୁଁ ଆଉ ଅଧିକ କିଛି ତ କହିବିନି ଭାଇ, କାହିଁକି ନା ଭାଇ ଏଠିକି ଦେଖିଲେ ଭାଇ ମୋର ପିଲାଦିନ କଥା ହେତୁ ଯାଉଛି। କାହିଁକିନା ଆମେ 9th ଭାଇ 7th କ୍ଲାସ୍ରୁ କରୋନା ଟାଇମ୍ରେ ଭାଇ, କରୋନା ହେଲାଠୁ ଭାଇ ଆମେ ଲୁକିବାର ଆରମ୍ଭ କରୁଥିଲୁ। ଏବେ ଭାଇ ସେ ସ୍କୁଲ ପାଖକୁ ବାହାରିବା, ସେଠିକି ମୁଁ ତ ଦେଖେଇଥିଲି ଯେଉଁ ପାଚେରୀ ପରିବା, ସେଠିକି ବାହାରିବା। ଆମେ ଏ ଜାଗାରେ ଆଇକି କେତେ ଭାଇ ବୁଲିଛୁ, କେତେ ବହୁଛୁ ଲୁକିଛୁ, କେତେ କେତେ କୁଆଡ଼େ ବୁଲୁଛୁ ନା ଭାଇ ଆମେ। ଦେଖନ୍ତୁ ଭାଇ ମୁଁ ସେଦିନ ଏଠିକି ଆଇଥିଲି, ଦିନ ବ୍ଲଗ୍ରେ ଆପଣମାନଙ୍କୁ ମୁଁ ଦେଖେଇଥିଲି ଯେ ସ୍କୁଲଟା ସେଇଠିକି ଆଇଥିଲି, ଯେଉଁ ଇଟା ଗାଡ଼ିଟା ଅଛି ସେଇଠିକି ଆଇଥିଲି। ତ ଚାଲନ୍ତୁ ଭାଇ, ଭାଇ ଏ ତୋଟାରେ ଭାଇ ଗୋଟେ ବାଲିଗଦାଟି ଥିଲା, ମାନେ ଆମେ ଯେତେବେଳେ ଏକ ଛାଡ଼ିବେ, ଏକ ବେଲ ହେବ, ସେତେବେଳକୁ ଆମେ ପିଲା ଥିଲୁ ବୋଲିକି ଆମକୁ ରୁଟ୍ ଶିକାନି ଯିବାକୁ ଦେଉନଥିଲେ, କ'ଣ କିଣି ଖାଇବାକୁ ଏମିତି ସବୁ ଦେଉନଥିଲେ। ଆଉ ଭାଇ ଆମେ ଏକାନି ଆଇକିରି ଏମିତି ବୁଲିକି ପଳେଇ ଯିବାର, ଆଇକିରି ମିଚର ଧରିକି ପଳେଇ ଆଇବୁ, ମିଚର ଧରିକି ପଳେଇ ଆଇକି ସେଇଠି ବହିକି ଖାଇବୁ। ଗୋଟେ ବାଲିଗଦାଟି ଥିଲା, ସେଇ ବାଲିଗଦାଟାରେ ଆମେ ବଇବୁ, ଶୋଇବୁ ଭାଇ। ଏମିତି ପିରିୟଡ଼ଟା ପୁରା ପଳେଇଯିବ ସିନା ଆମେ ଯାଇନଥିବୁ, ଏପଟେ ମୂଳା ନହେଲେ ଚଣା ସବୁ ଚୁରେଇକି ଖାଇବୁ ଭାଇ। ସେତେବେଳେ ଭାଇ ଆମ ଲାଇଫ୍ରେ ଭାଇ ବହୁତ ମଜା ଥିଲା ଭାଇ। ସେତେବେଳେ ପାଠ ପଢ଼ିବାକୁ ଇଚ୍ଛା ହେଉନଥିଲା, ଏବେ ଯେତେବେଳେ 10th ସରିଲା ଭାଇ ପାଠ ପଢ଼ିବାକୁ ଇଚ୍ଛା ହେଉଛି। ମାନେ କେମିତି ଦେଖ ଭାଇ, ଏବେ ମୁଁ ତୋଟାର ବାହାରକୁ ପଳେଇ ଆସିଲିଣି, ଦେଖନ୍ତୁ ତୋଟାର ସେ ସାଇଡ଼ରେ ରହିଲା, ମୁଁ ଏପଟେ ବାହାରକୁ ପଳେଇ ଆସିଲିଣି। ଦେଖିଲେ ଆପଣମାନଙ୍କୁ ଦେଖେଇଦେବି ସେ ଜାଗାଟା ଆଜି ଯେଉଁଠି ବାଲିଗଦା ସବୁ ଥିଲା ଭାଇ। ଏବେ ତ ଏ ଯାକର ଅବସ୍ଥା ଭାଇ କ'ଣ ହେଇଛି ଭାଇ, ଆଉ କହିବାକୁ ନସରେ ଭାଇ। ଏଇଠି ଭାଇ, ଏଇଠି ଦେଖିପାରୁଥିବେ, ଏଇଠି ପୁରା ବାଲିଗଦାଟା ଥିଲା। ଏଇଠି ବାଲିଗଦାଟା ଯେଉଁ ଥିଲା, ଆମେ ଆସିକିରି ବାଲିଗଦା ଉପରେ ବସିଥିବୁ, କେତେବେଳେ କେମିତି ବସିଥିବୁ, ନହେଲେ ଆ ଉପରେ ବୋଇକିରି ମିଚର ଖାଉଥିବୁ। ଏମିତି ଆଗ ଦିନେ ଭାଇ ଧରା ପଡ଼ିଗଲୁ। ଆମ ପିଲାଦିନର ଭାଇ ଏଇଠି ସବୁ କାହାଣୀ ଅଛି, ତୋଟା ସାକ୍ଷୀ ଅଛି। ଆମ ପିଲାଦିନର କଥାକୁ ନେଇକି ତୋଟା ସାକ୍ଷୀ ଅଛି ଭାଇ। ଦେଖନ୍ତୁ ଏପଟେ ବି ଭାଇ ଗୋଟେ ରାସ୍ତାଟି ଅଛି, ଏପଟରୁ ବି ଆମେ ଲୁକି ଯିବା ଆସିବା କରିବାର ଦେଖିପାରିବେ ଭାଇ। ଦେଖନ୍ତୁ ସେ ଯେଉଁ ଗଳିଟା ଯେଉଁ ଅଛି, ସେଠିକି ଆମେ ଯିବାର ଭାଇ। ତ ଭାଇ ଦେଖିଲେ ଭାଇ, ଆଉ କିଛି ମୁଁ କହିବାକୁ ଚାହୁଁନି, କାହିଁକିନା ଭାଇ ହଁ ଭାଇ ଆଉ ଗୋଟେ କଥା ଭାଇ, ସ୍କୁଲଟା ଆପଣମାନଙ୍କୁ ଦେଖେଇଦେବି। ସ୍କୁଲଟା ତ ଭାଇ ଦେଖେଇଦେବି ଆପଣମାନଙ୍କୁ। ତ ଭାଇ ସ୍କୁଲଟା ଦେଖନ୍ତୁ, ମୁଁ ଏ ପାଉଛ ପାଖରେ ରହିକିରି ଭାଇ ଦେଖ ହେଡ଼ି ପାଉଛଟା ଭାଇ, ଏ ପାଉଛ ପାଖରେ ରହିକିରି ମୁଁ ଆପଣମାନଙ୍କୁ ଏ ଡିଟେଲଟା କିଛି ଦେଖେଇଥିଲି ଆପଣମାନଙ୍କୁ। ତ ଭାଇ ଚାଲନ୍ତୁ ଏବେ ଯିବା, ସିଆଡ଼େ ଯିବା, ରାସ୍ତା ଆପଣମାନଙ୍କୁ ଦେଖେଇଦେବି। ତ ଦେଖନ୍ତୁ ଭାଇ ସ୍କୁଲଟା ଦେଖିଦେଲେ, ତ ଭାଇ ସେକାନି ବି ଗୋଟେ ଭାଇ ତୋଟାଟା ଅଛି ଭାଇ, ସେ ପକା ବି ଭାଇ ଆମେ କେତେ ଧାଇଁଛୁ। ଆମେ ଯେଉଁ ମୁଁ ଯେବେ ଏଇଠି ଦେଖେଇଲି ଭାଇ, ଯେ ବାଲିଗଦାଟା ଆପଣମାନଙ୍କୁ ଏଇଠି ଦେଖାଉଥିଲି, ଏଇଠି ଥିଲା ବୋଲିକିରି,
ତ ଭାଇ ଆମେ ଯେତେବେଳେ ବାଲିଗଦାରେ ଭାଇ ଧରା ପଡ଼ିଗଲୁ ମାନେ ଲୁକିଆରେ ଯେତେବେଳେ ଧରା ପଡ଼ିଗଲୁ ସେତେବେଳେ ଆମକୁ ଭାଇ ମାଷ୍ଟର ଆମକୁ ସେକାଣ୍ଡୁ ଘରେ ଆଉଛେ ଆମେ ଯେ ଭାଇ ଏଇ ଟିଙ୍କି ଟୁଟାଟା ଦେଖିପାରୁଥିବେ ଏଇ ଟିଙ୍କି ଟୁଟା ବାଟରୁ ସେପଟେ ବାହାରିକିରି ରୁଟୁ ବାହାରିଥିଲୁ ଦେଖିଲେ ଭାଇ ଦେଖନ୍ତୁ ପୁରା ଭିତରକୁ ଆପଣମାନଙ୍କୁ ନେଇକି ଦେଖେଇବି ତ ଦେଖିଲେ ଭାଇ ଟିଙ୍କି ଟୁଟାଟା ଏବେ ଭାଇ ଆମେ କେତେ କଷ୍ଟରେ ଭାଇ ବାପା ମା ଆମକୁ ପାଠ ପଢ଼ଉଛନ୍ତି ଆମେ ଆସିକିରି ଏପଟେ ଲୁକୁଥିଲୁ ଏବେ ଆଙ୍କେ ସମସ୍ତେ ଏମିତି ଲୁକୁଛନ୍ତି ହଁ ଭାଇ ଆମେ ଲୁକୁଛୁ ଏକା ଏମିତି ଲୁକନି ମୋ ଭାଇ ଲୁକିବୁ ଏକା ମୋ ଭାଇ ଆରେ ଭାଇ ତମେ 10th ସରିଲା ପରେ ସବୁ କିଛି ଜାଣିବ ତ ଭାଇ ଆଉ କ'ଣ କହିବି ତ ଭାଇ ମୁଁ ଯିବା ପୂର୍ବରୁ ଆପଣମାନଙ୍କୁ ଭାଇ ମୁଁ କିଛି କଥା କହିବି ତ ଭାଇ ଆଜି ଭାଇ ରାତିକି ଭାଇ ମୁଁ ଆଜି ନାଟକ ପଳେଇ ଯିବି ଭାଇ ରାମାୟଣ ନାଟକୁ ଯିବି ସିଙ୍ଗଲ ପାର୍ଟି ଭାଇ ଆଜି ରାତିକି ଯିବୁ ଯେଉଁ ଗାଁଟାରେ ଭାଇ ନାଟ ପଡ଼ିବ ସେଇଠି ରହିଯିବୁ କାଲିକି ସକାଳୁ ଭାଇ ନାଟ ଲାଗିବ କାହିଁକିନା ବେଶୀ ଦୂର ବୋଲିକିରି ଭାଇ ଆଜି ରାତିରେ ପଳେଇଯିବୁ ତ ଭାଇ କାଲିକି ମୋର ୟୁଟ୍ୟୁବ୍ ବ୍ଲଗ୍ ଆସି ନପାରେ ଭାଇ କାହିଁକିନା ଭାଇ କାଲିକି ଆସିଲାକୁ କେତେବେଳେ ହେବ ତ ସେଥିପାଇଁ କାଲିକି ଟିକେ ବନ୍ଦ ରହିବ ୟୁଟ୍ୟୁବ୍ ଚ୍ୟାନେଲ୍ ଭାଇ ତ ଭାଇ ଆପଣ ଯଦି ବୁଝିବା ଲୋକ ହେଇଥିବେ ଯଦି ଆପଣମାନେ ଠିକ୍ ବୁଝିବେ ତ ଭାଇ ଜୟ ଶିବ ମୋ ଭାଇ ତାପରେ ଆମ ଫ୍ରେଣ୍ଡ ଫଲୋର୍ସ ଭାଇ ମାନେ ସବୁ ଡାକୁଛନ୍ତି ଦେଖନ୍ତୁ ସବୁ ସେଠି ଠିଆ ହେଉଛନ୍ତି ପକୋଡ଼ା ପୋକୋ C75ଟା 5Gଟା ଜିଓ ସିମ୍ କଲେ 5G ଚାଲିବ ହଁ ଏୟାରଟେଲ୍ ସିମ୍ ଚାଲୁନି ଏବେ ଏ ଯାକ କିଏ କରାହେଉଛି ଏବେ ଘର ଏଠି ଘର ହବ ହଁ ଭାଇ ଘର ହବ ଏବେ ହଁ ତ ଭାଇ ଦେଖନ୍ତୁ ଭାଇ ଆମର ଭାଇ ପିଲାଦିନର ଭାଇ ସ୍ମୃତି କି ଭାଇ ଏଇଠି ଭାଇ ଘର କରୁଛନ୍ତି ବୋଲେ କେମିତି ଦେଖନ୍ତୁ ଭାଇ ହେଲେ କିଏ କହିଲା ଘର ହବ ବୋଲିକି ତାଙ୍କେ ଚୁଟା ଲୋକଟା କହିଲେ ଭାଇ ତାଙ୍କ ଯେଉଁ ହୋଟେଲ କରୁଥିଲେ ତ ହଁ ହେଲେ ଭାଇ ଏ ଟୁଟା ହେଉଛି ଭାଇ ଗୋଟେ ହୋଟେଲ ବାଲାର ଆମେ ଆସିକିରି ଏଇଠି ଲୁକିବୁ ଭାଇ ଏବେ ଭାଇ ଘର ହେଇଯିବ ଭାଇ ଆମକୁ କେମିତି ବାଧା ଲାଗୁନି ଯେ ଭାଇ ଏବେ ତ ସବୁ ଆମ କ୍ଲାସମେଟ୍ ପିଲାମାନେ ସବୁ ଭାଇ କିଏ କେଉଁଠି ଥିବେ ଯଦି ଭାଇ ଏଇ ଭିଡ଼ିଓ ଯାକୁ ଯଦି ଭାଇ ମୋର ଦେଖିପାରୁଥିବ ତାହେଲେ ଭାଇ ପ୍ଲିଜ୍ ଟିକେ ଭିଡ଼ିଓଟାରେ କମେଣ୍ଟ ଦିଅନ୍ତୁ ଏବଂ ଲାଇକ୍ କରନ୍ତୁ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ସମସ୍ତଙ୍କ ପାଖକୁ ସେୟାର କରିଦିଅନ୍ତୁ କ୍ଲାସମେଟ୍ ପିଲାମାନଙ୍କ ପାଖକୁ ସମସ୍ତଙ୍କୁ ଭିଡ଼ିଓଟା ଟିକେ ସେୟାର କରିଦେବେ କାହିଁକିନା ଆମେ ଯେଉଁ ଏଇ ଟୁଟାରେ ଯେଉଁ ପିଲାଦିନେ ଭାଇ ସମୟଟା କଟେଇ ଦେଇଛି ତ ଆଉ ସେ ସମୟ ତ କେବେ ଫେରି ପାଇବାନି ଆମେ ତ ଜାଣିଥିବା ତ ମୁଁ ଆଜି ଆସିକିରି ଏଇ ଟୁଟାରେ ମୁଁ ଭିଡ଼ିଓ କଲି ଏଥିପାଇଁ ଯେ ଖାଲି ଆମର ପିଲାଦିନର କଥାଟା ହେତୁ ପଡ଼ିବ ବୋଲିକିରି ଏ ଟୁଟାରେ ମୁଁ ଭିଡ଼ିଓ କଲି ତ ସେଥିପାଇଁ ମୁଁ ଆମ କ୍ଲାସମେଟ୍ ଭାଇମାନଙ୍କୁ ମୁଁ ଅନୁରୋଧ କରିଛି ଯେ ଭିଡ଼ିଓଟା ଯଦି ସମସ୍ତେ ଦେଖିପାରୁଥିବେ ତାହେଲେ ଆମ କ୍ଲାସମେଟ୍ ପିଲାମାନଙ୍କ ପାଖକୁ ସମସ୍ତଙ୍କ ପାଖକୁ ସେୟାର କର ମୋ ଭାଇ ତ ରହିଲି ମୋ ଭାଇ ମୁଁ ଏଇ ଭିଡ଼ିଓରେ ଭାଇ ମୁଁ ଆଉ କିଛି କହିବିନି ମୋ ଭାଇ ଜୟ ଶିବ ମୋ ଭାଇ।